ତ କେତେ ଦିନ ମସାଜ ନେଇନଥିଲା? 8 ମାସ। 8 ମାସ ହବ ନା? ଏବେ ମସାଜ ନେଲେ କେମିତି ଲାଗୁଛି? ବହୁତ ରିଲାକ୍ସ। ୱେଟ୍ ମାରି ହେଉଥିଲା? ଯେଉଁ ମସଲ ଟାଇଟ୍ ହେଇଯାଇଥିଲା ୱେଟ୍ ମାରି ହେଉଥିଲା? ନା ଜାମ୍ ହେଇଯାଇଥିଲା ମସଲ। ଜାମ୍ ହେଇଥିଲା ଏତେ ଦିନ ଆସୁନଥିଲା କ'ଣ ପାଇଁ? ହଁ ଆଙ୍କ ଭଳିଆ ଆପଣ ବି ଭୁଲ କରୁଛନ୍ତି କି? ଜମା ବି ଭୁଲ କରନ୍ତୁନି। ମସଲ ରିକଭରି ପାଇଁକା ନିହାତି ମସାଜ ଦରକାର। ଗୋଟେ ଭଲ ମସାଜ ନିହାତି ବଡ଼ିକୁ ଦରକାର ଅଛି। ଯେମିତି ଆପଣ ଡାଇଟ୍ ନେଉଛନ୍ତି, ଭଲ ୱାର୍କଆଉଟ୍ କରୁଛନ୍ତି, ତ ମସଲକୁ ବି ନିହାତି ତା'ର ଗୋଟେ ଦରକାର ଭଲ ମସାଜ। ତ ଭଲ ମସାଜ ଗୋଟେ ନିହାତି ଆସିକି ନିଅନ୍ତୁ ଚହଟା ଲେନ୍ଥରେ ହ୍ୟାଣ୍ଡସ୍ ଅନ୍ ହିଲିଂ ବଡ଼ି ମସାଜ ଥେରାପିରେ। ଗୋଟେ ଥର ମସାଜ ନେଲେ ଆପଣ ଫିଲ୍ କରିବେ ଯେ ମସଲ ଗୋଟେ ନୂଆ ଜୀବନ ପାଇଲା। ଇଏ ଗୋଟେ ସର୍ଭିସିଂ ସେଣ୍ଟର, ବୁଝିଲେ କି? ଜିମ୍ର ଗୋଟେ ସର୍ଭିସିଂ ସେଣ୍ଟର ଏଇଟା। ଆସିବ ବଡ଼ି ଟାଇଟନେସ୍ ବଡ଼ି ନେଇ ପୁରା ଯିବ ମାଲିକ, ପୁରା ବଡ଼ି ପୁରା ଖୋଲିଯିବ। ତମକୁ କେମିତି ଲାଗୁଛି ଏବେ? ବହୁତ ରିଲାକ୍ସ। ମାନେ ମସଲ ଆଗରୁ ଯେଉଁ ଷ୍ଟିଫନେସ୍ ଥିଲା ଏବେ କେମିତି ଲାଗୁଛି? ପୁରା ରିଲାକ୍ସ ଲାଗୁଛି। ମାଡ଼ ହବ ତ ଏଥର? ମାଲିକ ଜୋରସୋରିଆ ମାଡ଼ ମାରି, ଇଏ ସବୁ ହେଭି ମାଇଲା ପାଟି 50 ଡମ୍ବଲ ନହେଲେ ମାରିବେନି କହୁଛନ୍ତି, ବୁଝିଲ? ତମେ ବି ଯଦି ମାଡ଼ ମାରିବାକୁ ଚାହୁଁଛ ଭାଇଙ୍କ ନେକା ଆସ, ନାଙ୍ଗା ମସାଜ ନେଇଯାଅ, ପୁରା ମାର୍କେଟରେ କେରକେରା କରିଦେବ, ବୁଝିଲ? ଛଡ଼ା ଟୋକାରେ ମାରୁଛନ୍ତି ନାଙ୍ଗା ମାଡ଼, ବାଇଆ କରିଦେବେ। ତମେ ତାଙ୍କ ସାମ୍ନା କୋଉଦିନ ଆସୁନ, ତମେ ତ ଲୁଚିକି ରହିବ। ମସାଜ ନେବନି, ଖାଲି ଜିମ୍ରେ ଖାଲି ଆକୁ ତାକୁ କହିଦେ, ଆକୁ ଫୁଟେଇ ଦେ, ତାକୁ ଫୁଟେଇ ଦେ, ଖାଲି କହୁଥା। ଆକୁ ଟିକେ କହ ଚଢ଼ିଯାଉ, ତାକୁ ଟିକେ କହ ଟିକେ ଦବେଇ ଦେଉ, ନହେଲେ ଜିମ୍ ମାରିପାରିବନି। କାହିଁ ଭାଇ ଜଗି ହେଉଛ? କେତେ ଜଣଙ୍କୁ ଏମିତି କହି କହି ଘଷା ଖାଇବ ପରଲୋକଙ୍କଠୁ। ଜିମ୍ରେ ଆସିକି ଏଠି ବଢ଼ିଆ ମସାଜ ଗୋଟେ ନେଇକିନା ଯାଅ, ବୁଝିଲ? ମୁଁ ପୁରା ଫୁଟେଇ ଦେବି ମାଲିକେ, ପୁରା ମସଲ ଖୋଲିଯିବ ହେଲା। ନିହାତି ଆସିବ। ରହୁଛି, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।